ସବୁ ଠିକ ହେଇଯିବ। ହଁ ହଁ ସବୁ ସେଇ ଠାକୁରଙ୍କର ହଁ ହଁ ତୁ ତୁ ଠିକ କହିଛୁ ସୁନାକର, ତୁ ଠିକ କହିଛୁ, ସତ କଥା। ଚାଲ ଘରକୁ ଚାଲ। କଥା କଣ କି ମାନେ କଣ ମୁଁ ବାହାରୁ ଶୁଣିକି ଆସୁଛି। ଏଇଠି କଣ ଶୁଣି ଯାଇଛ? ଏଇ ଯୋଉ ଅଭିରାମ ବାବା ହଁ ତାଙ୍କ ସାଧୁ ସନ୍ନ୍ୟାସୀ ନେଇକି ଆମ ଅଞ୍ଚଳକୁ ପହଞ୍ଚି ନାହାନ୍ତି। କାଲି ପହଞ୍ଚିବେ। କାଲି ତାଙ୍କର ଶେଷ ଦିନ। ତାପରେ ସେ ଏଠାରୁ କରମଳା ଚାଲିଯିବେ। ତାହେଲେ ତମେ କଣ କହିବାକୁ ଚାହୁଁଛ ଭୋଳା? ହ୍ୟାଲୋ, ସିଏ ଯୋଉ ଠାକୁରଙ୍କୁ ଆମେ ଭୋଳା ଯାହାଙ୍କ ପାଖରେ ଆମ ସ୍ୱାମୀ ଅଛନ୍ତି କି? ହଁ ହଁ ଠିକ ଠିକ ଧରିଛୁ, ଠିକ ଧରିଛୁ। ଆମ ଗୁରୁଦେବ ଯାହା ପାଖରେ ଅଛନ୍ତି ସେଇ ହଉଛନ୍ତି ଅଭିରାମ ଠାକୁର। ଇଏ ଲୋକ ସବୁ ଅଭିରାମ ଅଭିରାମ କହୁଛନ୍ତି, ସେ ତ ନିଶ୍ଚୟ ତାଙ୍କର କିଛି ଗୋଟେ ଅଲୌକିକ ଗୁଣ ଥିବ। ମୁଁ ଭାବୁଥିଲି କଣ କି ଆମେ ଟିକେ ଯାଇ ତାଙ୍କ ଦର୍ଶନ କରିଦେଇ ଆସିଲେ କେମିତି ହୁଅନ୍ତା? ତାହେଲେ ତମେ କଣ କହିବାକୁ ଚାହୁଁଛ ଟିକେ କୁହ ଭୋଳା। ଏଇ କାଲି ଆମେ ସକାଳେ ଠାକୁରଙ୍କ ଦର୍ଶନ କରିବା ପାଇଁ ଯିବା। ତୁ ଟିକେ ବାହାରି ପଡ। ଆଉ ରୋଷେଇ ବାସ କେତେ ବାଟ ଗଲା? ତମେ ଠିକ କଥା କହିଲ। ଏଟା ପରେ ଠାକୁର ଦେଖା କଦଳୀ ବିକା ବି ହେଇଯିବ। ମାନେ ଠାକୁର ଦେଖାଟା ତ ବୁଝିଲି, କଦଳୀ ବିକାଟା ମଲାଟା ଏତିକି ଛୋଟିଆ କଥା ବୁଝିପାରୁନ ନା। ଏଇଠି ଅଭିରାମ ବାବା ଆସିଥିଲେ, ହଁ। ଏବେ ଯିବାକୁ ପାଇଲେଣି। ଆଉ ମୋ ସ୍ୱାମୀ କୁଆଡେ ସେଇଠି ଯାଇକି ତାଙ୍କ ପାଖରେ ଦୀକ୍ଷା ନେଇକି ଅଛନ୍ତି। ହଁ, ହଁ। ସିଏ ବି ପଳେଇବେ। ତେଣୁ କରିକି ଓଃ। କାହିଁକି ମୋ ସ୍ୱାମୀକି ଶେଷ ଦର୍ଶନ କରିବିନି। ହଁ। କିଛି ପାଇଲେନି ଏଇଠି ରୋଷେଇ ବାସ ସବୁ ସରିଗଲାଣି। ଫଳ ଫଳ ଖାଇଦେଇକି ଚାଲ ଆମେ ବାହାରି ଯିବା। ହଁ ଆସ। ହଁ ଚାଲ ଚାଲ। କାଲି କଟକ ଜିଲ୍ଲାରୁ ଫେରିଯିବେ ଠାକୁରେ କରମଳା। କରମଳାର ସେଇ ଶାନ୍ତି ଧାମକୁ। ୟା ଭିତରେ ଠାକୁରଙ୍କୁ ବହୁତ ପରୀକ୍ଷା ଦେବାକୁ ପଡ଼ିଲା। ଆଉ ଠାକୁର ମଧ୍ୟ ଏଠାକୁ ଆସିଥିଲେ ପରୀକ୍ଷା ଦେବା ପାଇଁ। କୋଉଠି ଭକ୍ତଙ୍କୁ ପରୀକ୍ଷା ଦେବାକୁ ପଡ଼ିଥାଏ ଠାକୁରଙ୍କ ପାଖରେ, ତ କୋଉଠି ଠାକୁରଙ୍କୁ ପରୀକ୍ଷା ଦେବାକୁ ପଡ଼ିଥାଏ ଭକ୍ତଙ୍କ ପାଖରେ। ତେଣୁ ଏହା ହେଉଛି ଭାବରାଜ୍ୟର କଥା। ଠାକୁରେ ଆପଣ କାଲି ଶାନ୍ତିଧାମ ପ୍ରତ୍ୟାବର୍ତ୍ତନ କରିବେ। ଆମେ ଆମର କର୍ମ କିପରି କରିବୁ? ଆମେ କେମିତି ରହିବୁ ଠାକୁରେ? ଆମେ କଣ କରିବୁ ପ୍ରଭୁ? ଆରେ ଠାକୁରଙ୍କୁ କିଏ କଣ ଛାଡ଼ିଲେଣି? ଠାକୁରେ ଠାକୁରେ କାହାକୁ ଛାଡ଼ନ୍ତି?
ଠାକୁର ତ ସଦା ସର୍ବଦା ସମସ୍ତଙ୍କ ପାଖରେ ଅଛନ୍ତି। ସେ ତ ସର୍ବ ଘଟରେ ପୁରୀ ଅଛନ୍ତି। ବାକି ରହିଲା ତୁମର କର୍ମ କଥା। ଏଇଆ ତ ନା ଆଉ କଣ? ଶୁଣ ତୁମେ ମାନେ ଯିଏ ଯୋଉ କର୍ମ କରୁଛ ତାହା ହିଁ କରିବ। କେବଳ ତୁମର କର୍ମ ହିଁ ପ୍ରେରଣା। ତୁମର କରୁଣା ପ୍ରେମର ଦାତା ତୁମର ପ୍ରେମ ହୃଦୟକୁ ବନ୍ଧନକୁ ସ୍ମରଣ କରି ତାଙ୍କୁ ସମର୍ପଣ କରି ଲିପ୍ତ କରିବ। ଆସ ଆସ ପିଲା, ବସ ପିଲା। ଯାହା ହଉ ବିଳମ୍ବରେ ହଉ ପଛେ ଠାକୁରଙ୍କ ଉପରେ ବିଶ୍ୱାସ କରି ଶେଷରେ ଆସିବାକୁ ହଉ ହେଲା, ଭଲ ହେଲା। ସବୁ ସେଇ ଠାକୁରଙ୍କର ଲୀଳା। ଇଚ୍ଛାମୟଙ୍କର ଇଚ୍ଛା ବିନା କିଛି କଣ ହେଇପାରେ? ତାଙ୍କ ଇଚ୍ଛା ବିନା ଗଛର ପତ୍ରଟିଏ ବି ହଲି ପାରେନି। କିନ୍ତୁ ଠାକୁରେ ଯାହା କରନ୍ତି ପ୍ରାଣୀଙ୍କର ମଙ୍ଗଳ ପାଇଁ କରନ୍ତି। ଇଚ୍ଛାମୟଙ୍କ ଇଚ୍ଛାରେ ସବୁ କିଛି ହୁଏ। କଣ ହରିରାମ? ଇଏ ପିଲାମାନଙ୍କ ଠାରୁ ଅନୁମତି ନେଇ ଆସିଛ ତ? ଆଜ୍ଞା ଠାକୁରେ। ଶାନ୍ତି ଧାମରେ ରହି ନିଜକୁ ଠାକୁରଙ୍କ ପାଖରେ ରହି ସମର୍ପିତ କରିଦେବ ବୋଲି ମୁଁ ତୁମକୁ ପୁଷ୍ଟ ମନ୍ତ୍ରରେ ଅଭିମନ୍ତ୍ର କରିଦେଇଛି। ବାକି ସମୟ ସୁବିଧା ଦେଖି ତମେ ସନ୍ନ୍ୟାସୀ ଧର୍ମ ଗ୍ରହଣ କରିବ। ପିଲାମାନେ ତମେ ସମୟ ସୁବିଧା ଦେଖି ଶାନ୍ତି ଧାମକୁ ଯିବ। ତୁମେ ମାନେ ନ ଗଲେ ଠାକୁରେ କାହା ସହିତ ଖେଳିବେ? କାହା ସହିତ ବା ନୀଳା କରିବେ? ଆପଣ ଚାଲିଯିବେ, ହେଲେ ମୋ ସଂସାର ଆପଣଙ୍କୁ ଲାଗିଲା ଠାକୁରେ, ମୋ ସଂସାର ଆପଣଙ୍କୁ ଲାଗିଲା। ଆଲୋ ମା, ତୋ ସଂସାର ବୋଲି ତୁ କାହାକୁ କହୁଛୁ? ତୋର ସେଇ କ୍ଷୁଦ୍ର ସଂସାରଟିକୁ ତୁ ତାଙ୍କୁ ଅର୍ପଣ କରିଦେ। ତାଙ୍କୁ ତୁ କର୍ତ୍ତା ରୂପରେ ଗ୍ରହଣ କରିନେ। ତୋ ସଂସାରକୁ ତାଙ୍କ ସଂସାର କରିଦେ। ଶୁଣ ସମସ୍ତେ, ବାହାରେ ତୁମେ ମାନେ ସବୁ ଭୋଜନ କର, ମାତ୍ର ଅନ୍ତରରେ ଅଭୋକ୍ତା ହୁଅ। ବାହାରେ ତମେ ସମସ୍ତେ ମୋର ମୋର କୁହ, କିନ୍ତୁ ଅନ୍ତରରେ ତାଙ୍କର ବୋଲି ଜାଣିଥାଅ। ବାହାରେ ତମେ ସବୁ କର୍ମର କର୍ତ୍ତା ହୁଅ, ମାତ୍ର ଅନ୍ତରରେ ଅକର୍ତ୍ତା ଭାବ ରଖ। ବାହାରେ ତମେ ସବୁଥିରେ ପ୍ରବୃତ୍ତି ରୁହ, ମାତ୍ର ଅନ୍ତରରେ ନିର୍ଲିପ୍ତ ଆଉ ମାତ୍ର ନିବୃତ୍ତି ଭାବରେ ତମେ ହୁଅ
পদ্মপত্র স্থিত জলবিন্দু পত্র বিম্বাম্বসা ଏହିପରି ଭାବରେ ସମର୍ପଣ ସୂତ୍ରରେ ତୁମମାନେ ସବୁ ଠାକୁରଙ୍କୁ ବାନ୍ଧି ରଖିପାରିବ। ଖାଲି ଟିକେ ଭାବ ଦରକାର, କାହିଁକି ନା ସେ ଭାବକୁ ନିକଟ ଅଭାବକୁ ଦୂର। ଜୟ ଶ୍ରୀ ସତ୍ୟ